ଆପଣ ଜାଣନ୍ତି କି ଉଡୁପିର ରାଜା ଏହା କିପରି ଜାଣୁଥିଲେ କି ମହାଭାରତ ଯୁଦ୍ଧ ମଧ୍ୟରେ ପ୍ରତିଦିନ କେତେ ସୈନ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେବ ଆଉ ପ୍ରତିଦିନ ଯୁଦ୍ଧରେ କେତେ ସୈନ୍ୟ ବୀରଗତିକୁ ପ୍ରାପ୍ତ ହେବେ। ତ ଆସନ୍ତୁ ଜାଣିବା। ଯେବେ ଉଡୁପିର ରାଜା ଭଗବାନ ଶ୍ରୀକୃଷ୍ଣଙ୍କୁ ଏହା କହିଥିଲେ କି ପ୍ରଭୁ ଆପଣ ମୋତେ ଅନୁମତି ଦିଅନ୍ତୁ କି ଏହି ମହାଭାରତ ଯୁଦ୍ଧରେ ମୋ ରାଜ୍ୟବାସୀ କୌଣସି ପକ୍ଷରେ ଯୁଦ୍ଧ ନ କରି ଉଭୟ ପକ୍ଷର ସୈନ୍ୟଙ୍କ ଭୋଜନ ପାଇଁ କେବଳ ଖାଦ୍ୟ ପ୍ରସ୍ତୁତ କରିବେ। ଆଉ ଏହି ପ୍ରସ୍ତାବକୁ ସ୍ୱୀକାର କରି ଯେବେ ଭଗବାନ ଶ୍ରୀକୃଷ୍ଣ ଉଡୁପି ନରେଶଙ୍କୁ ଅନୁମତି ଦେଇଥିଲେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଅନୁମତି ପାଇବା ପରେ ଉଡୁପି ରାଜ୍ୟ ତରଫରୁ ପ୍ରତିଦିନ ଯୁଦ୍ଧରତ ସୈନ୍ୟଙ୍କ ପାଇଁ ସଠିକ ପରିମାଣରେ ଖାଦ୍ୟ ପହଞ୍ଚାଇବାକୁ ଲାଗିଲେ। ଆଉ ଏହି ଖାଦ୍ୟର ପରିମାଣ ଏତେ ସଠିକ ଥିଲା ଯେ ପ୍ରତିଦିନ ଖାଦ୍ୟ ନା ହିଁ ନଷ୍ଟ ହେଉଥିଲା ନା ହିଁ ଖାଦ୍ୟ କାହାକୁ କମ୍ ପଡୁଥିଲା। ଗୋଟେ ଦିନ ରାଜା ଯୁଧିଷ୍ଠିର ଉଡୁପିର ରୋଷଶାଳାକୁ ଯାଇ ଉଡୁପିର ରାଜାଙ୍କୁ ଏହା ପଚାରିଥିଲେ କି ରାଜନ ପ୍ରତିଦିନ ତ ଯୁଦ୍ଧରେ ବହୁତ ସାରା ସୈନ୍ୟ ବୀରଗତିକି ପ୍ରାପ୍ତ ହେଉଛନ୍ତି କିନ୍ତୁ ଆପଣ କିପରି ଏହାର ବିଶ୍ଳେଷଣ ପୂର୍ବରୁ କରି ଏତେ ସଠିକ ପରିମାଣର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଯାହା ନା ହିଁ ଅଧିକ ହେଉଛି ନା ହିଁ କମ୍। ସେବେ ଉଡୁପିର ନରେଶ ଉତ୍ତର ଦେଇଥିଲେ କି ମହାରାଜ এই ଯୁଦ୍ଧ ତ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ଅଟେ। ସେଥିପାଇଁ ରାତ୍ର ସମୟରେ ଯେବେ ଭଗବାନ ଶ୍ରୀକୃଷ୍ଣ ଭୋଜନ କରନ୍ତି ମୁଁ ତାଙ୍କ ପାଖରେ ଛିଡ଼ା ହୋଇ ଏହା ଦେଖେ କି ଭଗବାନ ଶ୍ରୀକୃଷ୍ଣ କେତୋଟି ବାଦାମର ଦାନା ଖାଉଛନ୍ତି ଆଉ ସେ ଯେତୋଟି ବାଦାମର ଦାନା ଖାଆନ୍ତି ଆଗାମୀ ଦିନରେ ତାର 1000 ଗୁଣା ସୈନ୍ୟ ଯେ ବୀରଗତିକୁ ପ୍ରାପ୍ତ ହୋଇଥାନ୍ତି। ଅର୍ଥାତ୍ ସେ ଯଦି 10ଟି ବାଦାମର ଦାନା ଖାଉଛନ୍ତି ତ ଆଗାମୀ ଦିନରେ 10,000 ସୈନ୍ୟ ଯେଉଁମାନେ ବୀରଗତିକୁ ପ୍ରାପ୍ତ ହୋଇଥାନ୍ତି। ଆଉ ଆଗାମୀ ଦିନରେ ମୁଁ 10,000 କମ୍ ସୈନ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାଏ ଯେଉଁଥିପାଇଁ କେବେ ବି ଖାଦ୍ୟ ବ୍ୟର୍ଥ ହୋଇନଥାଏ। ତ ଏ ଥିଲା ଭଗବାନ ଶ୍ରୀକୃଷ୍ଣ ଏବଂ ଉଡୁପିର ନରେଶଙ୍କ ମଧ୍ୟରେ କିଛି ଅପୂର୍ବ ଲୀଳା। ତ ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ ଏବଂ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ବିଲକୁଲ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।